मंच आमे ग्रहण कलु। अधमर कथन शुणा आपण मानकर कला प्रेम कला को बंचई रखी कलाकार मान बंचई रखी। हे मोर माँ मौसी भाई भौणी धनी गरीब मूर्ख पंडित साधुआ मिछुआ लांचुआ सचटिया गाँ वाला सहर वाला सभी को निवेदन मो कथा शुणा शुणा जहाँ शुणवार अच्छी तुरंत शुण। दर्शक अतिष्ठ हो पड़े से माने ड्रामा देखा माने नाटक देखा से माने आपण भाषण शुणा आसीना दयाकोरी जहाँ कहबार अच्छी संक्षेप कुह। जहाँ कहवाक जाऊँगी कहानी नुहे कि उपन्यास नुहे प्रबंध नुहे कि समालोचना नुहे यह केवल मनर कथा हसकांद दुनियार कथा होइपारे यह एक काल्पनिक बा निच्छक सत्यर अवतारणा होइपारे कल्पना को सत्यर चादर तले ढांकी रखिबार दुस्साहस बा भाईस वर्षा किंतु यह सत जे कौन व्यक्ति विशेष को आक्षेप करा जाउनी कि काहाकू मुंडरे मुंडई आकाश छुआ करा जाउनी यह एक स्वयं संपूर्ण मानस प्रस्तुति। हौ हौ एथर टिके विषय प्रवेश हौ हेमंत हला हेमंत दुर्नीति राहाजानी गण दुष्कर्म बादल आच्छादित आकाश रे एक नमनीय कमनीय आलोकपिंड दृष्टि पथारूढ़ है। से आलोकपिंडर कण स्पर्श मनीष मान एकत्रित हो एक नुआ दिगंत गढ़ापी प्रयास कले आम नुआ राजनीति गढ़ा एकतार माटी शांतिर नियो गढ़ा भाईचारा शिष्टाचार बड़ी सीमेंट ताकू समृद्ध करवा साम्यवादर दिउड़ी जाली एकानवती परिवार पुनर्स्थापन करवा। हेमंत चिंता करी समवेत जनता निजर अभीष्ट साधनार्थे मानस हाथी को जीवन्यास देले। मानस हाथी मुंडरे सुना कलसी थई नुआ राजा खोजी बुलिला। राजा एमिति राजा जे प्राज्ञ होइथिबो आगत भविष्य योजना रे जे धुरीण होइथिबो पक्षपातर ऊर्ध्वरे रही जे विचार करि पारुथिबो अहम भाव दूरे जे एक सुस्थ समृद्ध राज्य गठनर प्रयास करि पारुथिबो।
ମୁଁ ସତ ସତିକା ରାଜା ନୁହେଁ, ସାଧାରଣ ଚାଷୀଟିଏ। ଦେଖୁନାହାନ୍ତି ମୋ ଚେହେରାକୁ। କ୍ଷେତରେ ମୋ ଜୀବନ, କ୍ଷେତରେ ମୁଁ ମରଣ। ଧାନ ମଣ୍ଡି କୋଉ ଦିନ ଖୋଲିବ ସେଇ କଥା ବୁଝିବାକୁ ଆସିଥିଲି। ଆପଣମାନେ ବୋଧେ ଭୁଲ ବଶତ। ଆମେ କିଛି ଭୁଲ କରିନାଉ। ରାଜା ନିର୍ବାଚନ ଆମେ ଈଶ୍ୱରଙ୍କ ହାତରେ ଛାଡ଼ି ଦେଇଛୁ। ଈଶ୍ୱରଙ୍କ ପ୍ରତିନିଧି ରୂପରେ ଆପଣ ଆମକୁ ରାଜା ରୂପରେ ମିଳିଲେ। ଆପଣଙ୍କୁ ରାଜା ରୂପେ ପାଇ ରାଜନୀତି କଣ ମୁଁ ଜାଣେ ନାହିଁ ଭାଇମାନେ। ମୁଁ ରାଜ୍ୟ ଶାସନ କରିବି କେମିତି? ଆମେ ସେ କଥା ଜାଣୁନା। ଆମେ ଚାହୁଁ ଉତ୍ତମ ଶାସନ। ए बजा बजा बाइद बजा ରାଜସିଂହାସନ ଅଳଙ୍କୃତ କରିବାର ପ୍ରଥମ ମୁହୂର୍ତ୍ତରେ ରାଜାଙ୍କର ଏମନ୍ତ ନିର୍ଦ୍ଦେଶ ସର୍ବସମ୍ମତରେ ଗୃହୀତ ହେଲା। ଆମେ ସଭିଏ ଏକ ମନ ଏକ ପ୍ରାଣ ହେଇ ଶପଥ ନେଉଛୁ ଯେ ଆମେ ନିଜ ପାଇଁ, ନିଜ ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବଙ୍କ ପାଇଁ କିମ୍ବା ନିଜର ପ୍ରତିଷ୍ଠା ନିମନ୍ତେ କିଛି କରିବୁ ନାହିଁ। ଯାହା କରିବୁ ସର୍ବଜନ ହିତାୟ। ରାଜା ନିର୍ଦ୍ଦେଶ ଦେଲେ। ଦେଖନ୍ତୁ ବନ୍ଧୁଗଣ, ଆମ ରାଜ୍ୟରେ ଥିବା ସମସ୍ତ ନାମ ଫଳକକୁ ତୁରନ୍ତ ଭାଙ୍ଗି ଦିଅ। କାରଣ ମୋ ଶାସନ କାଳରେ ମୁଁ ଏ ନାମ ଫଳକର ପ୍ରହସନକୁ ଆଦୌ ବରଦାସ୍ତ କରିପାରିବି ନାହିଁ। ବୁଝିଲେ? ସଚିବମାନେ ତୁରନ୍ତ ସେମାନଙ୍କର ଯୋଜନା ବିବରଣୀ ଦାଖଲ କରନ୍ତୁ। କ'ଣ କରିବାକୁ ଯୋଜନା କରାଯାଇଥିଲା, ଯୋଜନା କେତେ ଦୂର ଅଗ୍ରସର ହେଇଛି, ଯଦି ହେଇପାରିନି ତେବେ ଯୋଜନାର କଚ୍ଛପ ଗତିର କାରଣ କ'ଣ, ଏସବୁର ସନ୍ତୋଷଜନକ ଉତ୍ତର 24 ଘଣ୍ଟା ମଧ୍ୟରେ ଦାଖଲ କରା ନଗଲେ ଗଣତନ୍ତ୍ରରେ ରାଜତନ୍ତ୍ରର ଶାସ୍ତି ବିଧାନ କରାଯିବ। ସର୍ବନିମ୍ନ ଶାସ୍ତି ହେଲା ଅପାରଗ ସଚିବକୁ ଦପ୍ତରୀ ଆସନକୁ ପଠାଇ ଦିଆଯିବ ଏବଂ କର୍ମ ଦକ୍ଷତା ଭିତ୍ତିରେ ଅଧସ୍ତନ କର୍ମଚାରୀକୁ ସଚିବର ଆସନରେ ବସାଇ ଦିଆଯିବ। ରାଜାଙ୍କର ଏମନ୍ତ ଆଦେଶ ହୁଅନ୍ତେ ସଚିବମାନଙ୍କର ପିଳେଇ ପାଣି ହେଇଗଲା। ଦପ୍ତର ଅଧ୍ୟକ୍ଷ ପଦରୁ ନିଲମ୍ବିତ ହୋଇ ନିଜର ଅଧସ୍ତନ କର୍ମଚାରୀଙ୍କ ଅଧୀନରେ ଚପରାସି ଭଳି କାମ କରିବା ଅତିମାତ୍ରାରେ ଅପମାନଜନକ ହୋଇଥିବାରୁ ସେମାନେ ଗୋପନରେ ସଂଘର ଆଶ୍ରୟ ନେଲେ। ସଂଘର ଅଧିକାରୀମାନେ ସଚିବମାନଙ୍କ ଭଳି ସାଧାରଣ ବ୍ୟକ୍ତିବିଶେଷ ହୋଇଥିବାରୁ ଏବଂ ସ୍ୱର୍ଗକୁ ନିଶୁଣି ବାନ୍ଧିବାର ସ୍ୱପ୍ନରେ ମସଗୁଲ ଥିବାରୁ ପରିସ୍ଥିତିକୁ ଧୈର୍ଯ୍ୟର ସହ ସମ୍ମୁଖୀନ ହେବା ପାଇଁ ଏକତାବଦ୍ଧ ହେଲେ। ଆମର ମଲା ଆମକୁ ଯେ ମାରିବ ଜାଣ ସେ ମଲା। ଏଠିକି କେଡ଼େ କେଡ଼େ ରଖି ଆସିଛନ୍ତି ଆଉ ଯାଇଛନ୍ତି, ସେମାନଙ୍କ ସୁକର୍ମ ଆଉ ଅପକର୍ମ ଆମରି ନାଲି ପିଠା ତଳେ ବନ୍ଧା ହୋଇ ରହିଛି। ଆମେ ଏଇ ପେଞ୍ଚୁଆ ଏମିତି ପେଞ୍ଚ ମୋଡ଼ିବୁ ଯେ ରାଜା ଜାଣିପାରିବେନି ତାଙ୍କ ସିଂହାସନର ଗୋଟିଏ ଗୋଡ଼ ହୁଗୁଳି ଯାଇଛି କେମିତି। ଅୟୋ ରାଜାଙ୍କ ନିର୍ଦ୍ଦେଶକୁ ଆମର କି ଡର? ତଳିଆକୁ ନିର୍ଦ୍ଦେଶ ନା 12 ଘଣ୍ଟା ଭିତରେ ଫାଇଲ ଧରି ଆମ ପାଖରେ ଆଣି ଦାଖଲ କର। ସେଇଆ ହେଲା। 24 ଘଣ୍ଟା ଭିତରେ ଯୋଜନାର ସମସ୍ତ ବିବରଣୀ ରାଜାଙ୍କ ସମ୍ମୁଖରେ ଉପସ୍ଥାପନ କରାଗଲା। ତାପରେ କ'ଣ ହେଲା? ରାଜା ଦେଖିଲେ କ'ଣ ଦେଖିଲେ? ପୁଡ଼ ପୁଡ଼ ଫାଇଲ ଭିତରେ ଖାଲି ନିର୍ଯାତିତ ଯୋଜନା। ରାଜାଙ୍କର ହୋସ ଉଡ଼ିଗଲା କି? ରାଜା ମୁଣ୍ଡରେ ହାତ ଦେଇ ବୋପାଲ କରି ବସି ପଡ଼ିଲେ କି? ନା, ରାଜା ଭାବିଲେ। କ'ଣ ଭାବିଲେ? ଏତେ ସବୁ ଫାଇଲ ଖୋଲିବାକୁ ତ 6 ମାସ ଲାଗିଯିବ। ପଢ଼ୁ ପଢ଼ୁ ବର୍ଷେ, ତର୍ଜମା କରୁ କରୁ 5 ବର୍ଷ ବିତି ଯାଇଥିବ। ସାଧାରଣ ଜନତାର କି ମଙ୍ଗଳ ମୁଁ କରିପାରିବି ଏହି ସମୟ ସୀମା ଭିତରେ? କ'ଣ ବୁଝିପାରି ରାଜା ଯୋଜନାର ସମସ୍ତ କାର୍ଯ୍ୟସରଣୀକୁ ରଦ୍ଦ କରିଦେଲେ। ଏହା ଦେଖି ପ୍ରଜାପ୍ରତିନିଧିମାନେ ମୁଣ୍ଡରେ ହାତ ଦେଇ ହାୟ ହାୟ କଲେ। ଇଏ କେମିତିଆ ରାଜା ହଉ? ଗଣତନ୍ତ୍ରରେ ଜନତାର ମଙ୍ଗଳ ପାଇଁ ଯୋଜନା ନିତ୍ୟାନ୍ତ ଆବଶ୍ୟକ।
ଜନତା ଉପକୃତ ହେବେ କେମିତି? ଏ ଅନଭିଜ୍ଞ ରାଜାଙ୍କୁ ବୁଝେଇବାକୁ ହବ। ଗଣତନ୍ତ୍ର ଗତି ଶତାବ୍ଦୀ ଏକ୍ସପ୍ରେସ ଭଳି ଗତିଶୀଳ ନୁହେଁ, ଆଉ ବରଂ ପାସେଞ୍ଜର ଗାଡି ଭଳି ମନ୍ଥର ଗତି, ଯାହାକୁ ଶୁଦ୍ଧ ଓଡ଼ିଆରେ କୁହାଯାଏ। ସେମାନଙ୍କର ମାନସିକତାକୁ ବୁଝିପାରି ରାଜା ଏମନ୍ତ କହିଲେ, ବନ୍ଧୁଗଣ, ଯୋଜନା ଏକ ଫଳପ୍ରଦ ବ୍ୟବସ୍ଥା, କିନ୍ତୁ ଦୁର୍ଭାଗ୍ୟ ଆମ ରାଜ୍ୟରେ ଯୋଜନା ଦ୍ୱାରା ସାଧାରଣ ଜନତାର କୌଣସି ମଙ୍ଗଳ ହୁଏ ନା। କାରଣ ଯୋଜନାଟିଏ କାର୍ଯ୍ୟକାରୀ ହେବା ପୂର୍ବରୁ ଫାଇଲ ତଳେ ବନ୍ଦ ହେଇ ରହେ ଆଗାମୀ ସରକାର ଗଠନ ହେବା ପର୍ଯ୍ୟନ୍ତ। ବନ୍ଧୁଗଣ, ଅସଲରେ ଯୋଜନା ଦ୍ୱାରା ଉପକୃତ ହୁଅନ୍ତି କୋଉମାନେ? ଜନପ୍ରତିନିଧିମାନେ, ରାଜନେତାମାନେ ଏବଂ ସେମାନଙ୍କ ଦ୍ୱାରା ନିୟନ୍ତ୍ରଣାଧୀନ କୁଜିନେତାମାନେ। ଅତଏବ ମୋ ରାଜ୍ୟ ଅଣଯୋଜନାରେ ଶାସିତ ହେବ। ରାଜାଙ୍କର ଏମନ୍ତ ଆଦେଶ ହୁଅନ୍ତେ ମଳିମୁଣ୍ଡିଆ ଜନଜାତି, ଅନୁସୂଚିତ ଜନଜାତି ମାନଙ୍କ ପାଇଁ ଥିଲା ପ୍ରତିକ୍ରିୟା ଶୂନ୍ୟ। ବୁଦ୍ଧିଜୀବୀ ମାନଙ୍କ ଭିତରେ ଆରମ୍ଭ ହୋଇଗଲା ମତଦ୍ୱନ୍ଦ୍ୱ, ମିଡିଆ ସକ୍ରିୟ ହୋଇ ଉଠିଲା। ଏକ ଜନ ଆନ୍ଦୋଳନ ପ୍ରସ୍ତୁତିର ସୂଚନା ପାଇ ମଧ୍ୟ ରାଜା ବିଚଳିତ ହେଲେ ନାହିଁ। ନିଜ ମନ୍ତ୍ରିମଣ୍ଡଳ ଗଠନ ହେବା ପୂର୍ବରୁ ରାଜା ଏମନ୍ତ କହିଲେ, ବନ୍ଧୁଗଣ, ରାମ ରାଜ୍ୟ କଣ ଆପଣମାନେ ଜାଣିଛନ୍ତି? ମୁଁ ବି ଜାଣେ। ଆପଣମାନେ ଯେମିତି ଶୁଣିଛନ୍ତି ମୁଁ ବି ଠିକ୍ ସେମିତି ଶୁଣିଛି, କିନ୍ତୁ ଏତିକି ବୁଝିଛି ରାମ ରାଜ୍ୟର ଅର୍ଥ ହେଲା ଦୁର୍ନୀତିମୁକ୍ତ, ଶୋଷଣହୀନ, ନିଷ୍କଳଙ୍କ ଶାସନ। ସେମିତି ଏକ ଶାସନ ବ୍ୟବସ୍ଥା ଆମ ରାଜ୍ୟରେ ପ୍ରତିଷ୍ଠା କରିବା ପାଇଁ ହେଲେ ପ୍ରଥମେ ଜଣେ ଶୋଷଣମୁକ୍ତ, କଳଙ୍କ ଶୂନ୍ୟ ସୁଶାସକଙ୍କୁ ଶାସନ ଦାୟିତ୍ୱ ଦେବାକୁ ହେବ। ତେବେ ପ୍ରଶ୍ନ ଉଠୁଛି, କଳଙ୍କ ଶୂନ୍ୟ କିଏ? ଜାଣିବା କେମିତି? ମୋର ସମସ୍ତ ସଚିବମାନଙ୍କୁ ପରୀକ୍ଷାଟିଏ ଦେବାକୁ ହେବ। ଆଜ୍ଞା, ଜନତାର ମଙ୍ଗଳ ପାଇଁ ଆମେ ଯେକୌଣସି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ। ମୁଁ ମୋର ସମସ୍ତ ନିର୍ବାଚିତ ସଚିବମାନଙ୍କୁ କ୍ଷେତ୍ରୀୟ ଶାସକର ସମ୍ମାନ ପ୍ରଦାନ କରୁଛି। କିନ୍ତୁ ଆପଣମାନେ ଯେଉଁ ଅଞ୍ଚଳରୁ ନିର୍ବାଚିତ ହୋଇ ଆସିଛନ୍ତି ସେ ଅଞ୍ଚଳରେ ଶାସନ କରିପାରିବେ ନାହିଁ, କିମ୍ବା ଯେଉଁ ଅଞ୍ଚଳରେ ବର୍ତ୍ତମାନ ଶାସନ କରିବାକୁ ଯାଉଛନ୍ତି ଆଗାମୀ ନିର୍ବାଚନରେ ସେ ଅଞ୍ଚଳରୁ ନିର୍ବାଚନ ଲଢ଼ିପାରିବେ ନାହିଁ। ଆପଣମାନଙ୍କୁ ଯେଉଁ ଆକାରରେ ଦରମା, ଭତ୍ତା ଇତ୍ୟାଦି ପ୍ରଦାନ କରାଯାଉଛି ତାହା ସବୁ ସମୟରେ ବଳବତ୍ତର ହେବ ନାହିଁ। ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ପ୍ରଗତି ଉପରେ ନିର୍ଭର କରିବ ଶାସକର ଦରମା। ରାଜାଙ୍କର ଆଦେଶ କାର୍ଯ୍ୟକାରୀ ହେଲା। ରାଜପ୍ରତିନିଧିମାନେ ବିଭିନ୍ନ ଅଞ୍ଚଳକୁ ଯାଇ ଡେରା ପକାଇଲେ। ଗାଁକୁ ଗାଁ ପକ୍କା ସଡ଼କ, ବିଜୁଳି ବତି, ପିଇବା ପାଣିର ବ୍ୟବସ୍ଥା କରାଗଲା। ଜଳସେଚନ ପାଇଁ କେନାଲ ଖୋଲାଗଲା। ଜଳାଶୟର ପୁନରୁଦ୍ଧାର କରାଗଲା। ପ୍ରତି ପଞ୍ଚାୟତରେ ଚିକିତ୍ସାଳୟ ଖୋଲାଗଲା। ପ୍ରତି ଚିକିତ୍ସାଳୟ ଆଉ ଶିକ୍ଷାୟତନ ମାନଙ୍କରେ ଆବଶ୍ୟକ ମୁତାବକ କର୍ମଚାରୀମାନ ନିୟୋଜନ କରାଗଲେ। ସେଇ ପ୍ରତିନିଧି ଥିଲେ, ସେଇ ଯୋଜନା ଥିଲା, ସେଇ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଥିଲା, ହେଲେ ପ୍ରଗତିର କିଛି ଉନ୍ନତି ଦେଖାଯାଉନଥିଲା। ସେ କାରଣ ଟିକେ ବଖାଣିବା ହେଉ। ବାଟ ମାରଣା କମିଗଲା। ଉଚ୍ଚ ଆସନରେ ବସିଲେ ପ୍ରତିପତ୍ତି ବଢ଼ିବ, ଅଧିକ ପାଉଣା ମିଳିବ, ସେଇ ଆଶାରେ ପ୍ରତିନିଧିମାନେ କଳା ଟଙ୍କା କମେଇବା ଲୋଭରୁ ଦୂରେଇ ଗଲେ। ବସ୍ତି ବସ୍ତିରେ ଯେଉଁମାନେ ଭଙ୍ଗା ଯୋଜନା, ପାଣି ପାଇପ ବସେଇଥିଲେ, ଲଣ୍ଡା ବିଜୁଳି ଖୁଣ୍ଟ ପୋତିଥିଲେ ଏବଂ ଅଧା ପଇଁତରିଆ କେନାଲ ଖୋଳି ଦେଇ କଳା ଟଙ୍କାରେ ସେମାନେ ନିଜ ପେଟର ଚର୍ବି ବଢ଼େଇଥିଲେ। ଏବଂ ଏହି ଧର୍ମାତ୍ମା ମାନଙ୍କ ଠାରୁ ଯେଉଁ ଧର୍ମାତ୍ମା ମାନେ, ଯେଉଁ ମହାପୁରୁଷ ମାନେ କିଛି ବଟି ଆକାରରେ ନେଇ ନିଜକୁ ଧର୍ମଭକ୍ତ ଭାବେ ସଜାଇ